ଘରର ମହିଳା ଘର ପଛପଟେ ରୋଷେଇ କାମରେ ବ୍ୟସ୍ତ ଥିବା ସମୟରେ କିଛି ଦୁର୍ବୃତ୍ତ ଘର ଭିତରେ ପଶିଥିଲେ। ଆଉ ଚାବି ଲାଗି ରହିଥିବା ଆଲମିରା ଖୋଲି ସେଥିରୁ ସୁନାହାର, ମଙ୍ଗଳସୂତ୍ର, ପଲା, କାନଫୁଲ, ମୁଦି, ବ୍ରେସଲେଟ୍, ରୂପାର ପାଉଁଜି ଓ ଝୁଣ୍ଟିଆ ଇତ୍ୟାଦି ପ୍ରାୟ 5 ଲକ୍ଷ ଟଙ୍କା ମୂଲ୍ୟର ସୁନା ରୂପା ଅଳଙ୍କାର ସମେତ ନଗଦ 10,000 ଟଙ୍କା ଏବଂ କିଛି ଦାମୀ ଲୁଗାପଟା ନେଇ ଫେରାର ହୋଇଯାଇଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଏହି ଲୁଟ୍ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୁରୁଡା ଥାନା ଅଧୀନ ପଳାଶବଧା ଗ୍ରାମର ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ମୁରୁଡା ଥାନା ଅଞ୍ଚଳରେ ବାରମ୍ବାର ଚୋରି ଲୁଟ୍ ଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ପୁଣି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସୁରକ୍ଷା ଭାବନା ବଢ଼ିଛି। ଆଉ କେହି ନଥିଲେ, କେବଳ ମିସେସ୍ ଥିଲେ। ଠିକ୍ ଏହି ସମୟରେ ବୋଧେ କିଏ ଆସିକି ଆମ ଘର ଭିତରେ ପଶିକି ଯାହା ଥିଲା ସୁନା ଗହଣା, ଯାହା ଥିଲା ଟଙ୍କା ପଇସା ଯାହା ଥିଲା ସବୁ ଗଡରେଜ ଭିତରୁ ନେଇ ଚାଲିଲେ। ଚାବିଟା ମୁଁ ସେଇ ଗଡରେଜରେ କି ଲାଗିକି ଥିଲା, କାରଣ 10ଟା ବେଳେ ଆମେ ସେଥିରୁ ପଇସା କାଢିଛେ, ତେଣୁ 10ଟା ଲାଗିକି ଅଛି। ଆଉ କେତେ ଟଙ୍କା ମୂଲ୍ୟ ଜିନିଷ ଚୋରି? 5-6 ଲକ୍ଷରୁ ଉର୍ଦ୍ଧ୍ୱ ଯେତିକି ସୁନା ଗହଣା ଥିଲା, ହାର ଥିଲା, ପାଉଁଜି ଥିଲା, କାନଫୁଲ ଥିଲା, ଆଉ ଆମ ହାତ ବଳା ଥିଲା, ହାତର ବଳା ଥିଲା, ଏରକମ ସୁନା ମୁଦି ଥିଲା 2ଟା। ହଁ, ଯାଇଥିଲି ପୁଲିସ ପାଖକୁ ଯାଇଥିଲି। ପୁଲିସ ସାର୍ କହିଛନ୍ତି ଅଭିଯୋଗ କରିଛି, ସାର୍ ବି କହିଛନ୍ତି ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି। ଆଜ୍ଞା। ମୟୂରଭଞ୍ଜ ଜିଲ୍ଲା ମୁରୁଡାରୁ ଜ୍ଞାନରଞ୍ଜନ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।